ଘାଣ୍ଟ ଆମ ସବୁ ଓଡ଼ିଆଙ୍କର ଅତି ପ୍ରିୟ। ଆଜି ଆମେ ପୋଇ ଚିଙ୍ଗୁଡ଼ି ଘାଣ୍ଟ ବନେଇବା। ଏମିତି ଲଟପଟିଆ ଘାଣ୍ଟ ତରକାରୀ ଉଷୁନା ଭାତରେ ଖାଆନ୍ତୁ କିମ୍ବା ପଖାଳ ଭାତ ସହିତ ଗରମ ଗରମ ଖାଆନ୍ତୁ, ବହୁତ ବଢ଼ିଆ ଲାଗେ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଆପଣମାନଙ୍କୁ ପସନ୍ଦ ଆସେ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। এই ସୁପର ଟେଷ୍ଟି ପୋଇ ଚିଙ୍ଗୁଡ଼ି ଘାଣ୍ଟ ତରକାରୀ ଆମ ସବୁ ଓଡ଼ିଆଙ୍କର ଅତି ପ୍ରିୟ। ଆପଣମାନେ ବି ବନାନ୍ତି, କିନ୍ତୁ ମୁଁ କ'ଣ କେମିତି ବନାଏ ସେଇଟା ଆପଣମାନଙ୍କ ସହିତ ଆଜି ସେୟାର କରିଛି। ଆଜି ତରକାରୀର ଟେକ୍ସଚର ଦେଖନ୍ତୁ, କଲର୍ ଦେଖନ୍ତୁ, କେତେ ଡେଲିସିୟସ୍ ଦିଶୁଛି। ଆଉ ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଆଜିର এই ସୁପର ଟେଷ୍ଟି ପୋଇ ଚିଙ୍ଗୁଡ଼ି ଘାଣ୍ଟ ବନେଇବା ପାଇଁ ମୁଁ ଏଠି କିଛି ପରିବା କାଟି ନେଇଛି, ଯେଉଁଥିପାଇଁ କି ଆମର ଘାଣ୍ଟ ତରକାରୀ ପୁରା ଲଟପଟିଆ ବନିବ ଆଉ ଟେଷ୍ଟି ବନିବ। ଏଠି କିଛି କଅଁଳିଆ କଅଁଳିଆ ପୋଇକି ଏମିତି ଛୋଟ ଛୋଟ କରି କାଟି ନେଇଛି। ଆଳୁ ଗୋଟେ ବଡ଼ ସାଇଜର ଆଳୁକୁ ଛୋଟ ଛୋଟ କରି କାଟି ନେଇଛି। 2-3ଟା ପୋଟଳକୁ ଛୋଟ ଛୋଟ କରି କାଟି ନେଇଛି। ତା ସହିତ କିଛି କଖାରୁ ଆଉ ବାଇଗଣ। ଆପଣମାନେ ଯେକୌଣସି ପରିବା ନେବେ, 2-3 ପ୍ରକାର ପରିବା ପକାଇଲେ ଘାଣ୍ଟ ତରକାରୀ ବହୁତ ବଢ଼ିଆ ଲାଗିବ। ଆପଣଙ୍କୁ ଯେଉଁ ପରିବା ପସନ୍ଦ ନାହିଁ ସ୍କିପ୍ କରିପାରିବେ। ଏଠି କିଛି କୋବି ପତ୍ରକୁ ମଧ୍ୟ ଧୋଇ ନେଇଛି, ତାକୁ ମଧ୍ୟ ଆମେ ଛୋଟ ଛୋଟ କରି କାଟି ଆଣିବା। କଡ଼େଇରେ ସୋରିଷ ତେଲକୁ ଦେବା। ତେଲ ଗରମ ହେଲା ପରେ ଆମେ କାଟିକି ଧୋଇକି ରଖିଥିବା ସବୁ ପରିବାକୁ ଆଡ଼୍ କରିନେବା। ଏଠି ସବୁ ପରିବା ସହିତ ପୋଇକି ମଧ୍ୟ ମୁଁ ଆଡ଼୍ କରିନେଉଛି। ପୋଇକୁ ଆଉ ପରିବା ସହିତ ଆମେ ଗୋଳେଇବା, ଭାଜି ନେବା। ଗ୍ୟାସ୍ର ଫ୍ଲେମ୍କୁ ହାଇ ରଖି ଘୋଡ଼େଇ ଘୋଡ଼େଇ ପରିବାକୁ ଆମେ ଭାଜି ନେବା, ଯାହାଫଳରେ ପରିବା ଆମର ବଢ଼ିଆ ସେ ସିଝିଯିବ, ଭଲସେ ଭାଜି ହେଇଯିବ। ଏଇଠି ମୁଁ ପରିବାରେ ଲୁଣ କିମ୍ବା ହଳଦୀ କିଛି ପକାଉନି। ଏମିତି କଭର୍ ଦେଇ ଘୋଡ଼େଇ ଘୋଡ଼େଇ ପରିବାକୁ 80% ପାଖାପାଖି ସିଝିବା ପର୍ଯ୍ୟନ୍ତ ଭାଜି ନେବା। ଏଠି ପରିବା ଆମର ଭାଜି ହେଇଗଲାଣି। ଆମେ ଆଧିରେ ଆଗରୁ କାଟିକି ରଖିଥିବା ପୋଇ ପତ୍ରକୁ ଆଡ଼୍ କରିବା। ଆପଣମାନେ ଚାହିଁଲେ ପୋଇ ପତ୍ର ସହିତ ଶାଗକୁ ପ୍ରଥମେ ଭାଜି ସାରିକିରି ଅଲଗା ସବୁ ପରିବାକୁ ଅଲଗା ମଧ୍ୟ ଭାଜି ପାରିବେ, କିନ୍ତୁ ମୁଁ ସବୁଗୁଡ଼ାକ ଏକା ସାଥିରେ ଭାଜି ନେଉଛି, ଯେଉଁଥିପାଇଁ କି ଖୁବ୍ କମ୍ ସମୟରେ ଆଉ ଗ୍ୟାସ୍ କମ୍ ଖର୍ଚ୍ଚରେ ଆମର ସବୁ ପରିବା ସହିତ ପୋଇ ଶାଗ ବି ବଢ଼ିଆ ସେ ଭାଜି ହେଇଯିବ। ଏଠି ପୋଇ ଶାଗ ସହିତ ପରିବା ବଢ଼ିଆ ସେ ଭାଜି ହେଇଯାଇଛି। ସବୁ ପରିବା ଅଲମୋଷ୍ଟ 80% ସିଝି ଯାଇଛି। ଆକୁ ଆମେ କାଢ଼ି ନେବା। ଆକୁ ଗୋଟେ ପାତ୍ରକୁ କାଢ଼ି ସାରିଲା ପରେ ଆମେ ମସଲା ବନେଇବା। ଏଇଠି ଆଉ ଗୋଟେ କଡ଼େଇ ବସେଇଛି। କଡ଼େଇରେ ଗୋଟେ ବଡ଼ ଚାମଚ ସୋରିଷ ତେଲକୁ ଦେବା। ତେଲ ଗରମ ହେଲା ପରେ କିଛି ଗୋଟା ଜିରା, ଗୋଟେ ତେଜପତ୍ରକୁ ଦେବା। ତା ସହିତ ଗୋଟେ ବଡ଼ ସାଇଜର ପିଆଜକୁ ଫାଳକରୁ ଟିକେ ଅଧିକ ମୁଁ କାଟି ନେଇଛି ସରୁ ସରୁକରି, ତାକୁ ଆଡ଼୍ କରିନେବା। ପିଆଜକୁ ଗ୍ୟାସ୍ର ଫ୍ଲେମ୍ ଲୋ ରଖିକି ଭାଜି ନେବା। ପିଆଜ ହାଲକା ଟିକେ ଭାଜି ହେଲା ଭିତରେ ଆମେ ଅଲଗା ଗୋଟେ ମସଲା ବନେଇବା, ଯେଉଁଥିପାଇଁ କି ଆମ ଘାଣ୍ଟ ତରକାରୀ ପୁରା ସୁପର ଟେଷ୍ଟି ବନିବ। ଏଇଠି ଗୋଟେ ଚାମଚ ନେଇଛି, ଛୋଟ ଚାମଚ ଗୋଟା ଜିରା, ଗୋଟା ଧନିଆ ଅଧ ଛୋଟ ଚାମଚରୁ ଟିକେ କମ୍ ନେଇଛି। ତା ସହିତ 2 ଖଣ୍ଡ ଡାଲଚିନି, ଖଣ୍ଡେ ଗୁଜୁରାତି, 1 ଇଞ୍ଚର ଅଦାକୁ ଏମିତି ଚୋପା ବାହାରିକି ଛୋଟ ଛୋଟ କରି କାଟି ନେଇଛି। 10ରୁ 12 କୋଲା ରସୁଣ। ଆମେ ଯେଉଁ ପିଆଜ ପକାଇଥିଲେ ତାର ଅଳ୍ପ ଖଣ୍ଡ, ମାନେ ଗୋଟେ ଚିରୁଡ଼ା ପିଆଜରୁ ଅଳ୍ପ ଟିକେ ନାକୁ ପକାଇଛେ। ତା ସହିତ ଗୋଟେ ଟମାଟୋ, ଅଳ୍ପ ପାଣି ଦେବା, ତାକୁ ଚିକଣ କରି ବାଟି ଆଣିବା। ଏଇଠି ଆମର ପିଆଜ ଟିକେ ହାଲକା ଭାଜି ହେଇଯାଇଛି, ବେଶୀ ପୋଡ଼ିନି। ଆମେ ଆଗରୁ ବାଟିକି ରଖିଥିବା ଏଇ ମସଲା ପେଷ୍ଟକୁ ଆଡ଼୍ କରିନେବା। ଆପଣମାନେ ଚାହିଁଲେ ଗୋଟା ମସଲାରେ ଯେଉଁ ଗୋଟା ଜିରା, ଧନିଆ ଦେଇଛି ଆପଣମାନେ ସ୍କିପ୍ କରିପାରିବେ। ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଦେଇକି ତରକାରୀ ବନେଇ ପାରିବେ, କିନ୍ତୁ ଗୋଟା ମସଲା ଦେଲେ ତରକାରୀର ବାସ୍ନା ବା ଟେଷ୍ଟ ବହୁତ ବଢ଼ିଆ ରହିବ। ଏଥିରେ ମସଲାକୁ ଦେଇକରି ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ 1-2 ମିନିଟ୍ ଭଲସେ କଷି ନେବା। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ ରଖିବା। ଅଳ୍ପ ଅଳ୍ପ ପାଣି ଦେଇକି ମସଲା ଡ୍ରାଏ ହେବା ପର୍ଯ୍ୟନ୍ତ କଷି ନେବା। ଏଇଠି ଆମର ମସଲା ବଢ଼ିଆ ସେ କଷି ହେଇଗଲାଣି। ମସଲା ପୁରା ଡ୍ରାଏ ହେଇଗଲାଣି, ଶୁଖିଗଲାଣି। ଆମେ ଯେଉଁ ମସଲା ବାଟିଥିଲେ ସେଥିରେ ମିକ୍ସି ଜାର୍କୁ ଧୋଇକି ଅଳ୍ପ ପାଣି ଦେବା। ଆଉ ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ ଆଉ 1-2 ମିନିଟ୍ କଷି ନେବା। ଏଇଠି ଆମର ମସଲା କଷି ହେଇଗଲାଣି। ଗୋଟେ ବଡ଼ ଚାମଚ ମିଟ୍ ମସଲା, ଗୋଟେ ବଡ଼ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ରାଗ ଲଙ୍କା ଗୁଣ୍ଡ ଆଡ଼୍ କରିନେବା। ଆଉ ମସଲାକୁ ଅଳ୍ପ ଅଳ୍ପ ପାଣି ଦେଇ ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ କଷି ନେବା। ଏଇଠି ଆମର ମସଲା ବଢ଼ିଆ ସେ କଷି ହେଇଗଲାଣି, ତେଲ ମଧ୍ୟ ଛାଡ଼ିବା ଆରମ୍ଭ ହେଲାଣି। ଆମେ ଆଗରୁ ଭାଜିକି ରଖିଥିବା ମାଛ ମୁଣ୍ଡ ସହିତ ଚିଙ୍ଗୁଡ଼ି ଆଡ଼୍ କରିନେବା। ଏଇଠି ମୁଁ ମାଛ ମୁଣ୍ଡ ଆଉ ଚିଙ୍ଗୁଡ଼ିକୁ ଲୁଣ ହଳଦୀ ଦେଇକି ଆଗରୁ ଭାଜି ନେଇଥିଲି। ଏଇଠିକି ମସଲା ଦିହରେ ମୁଣ୍ଡକୁ ଦେବା, ଆଉ ଟିକେ ଡଙ୍କି ବା ଚାମଚ ସାହାଯ୍ୟରେ ବା ଲୁହା ଖରିକା ସାହାଯ୍ୟରେ ଟିକେ ଗୁଣ୍ଡ କରିନେବା। ମସଲା ସହିତ ଗୋଳେଇକି ଆଉ 1-2 ମିନିଟ୍ ଭଲସେ ମସଲା ସହିତ ମାଛକୁ ମିଶିବା ପାଇଁ କଷି ନେବା। ଏଇଠି ମସଲା ଆମର ବଢ଼ିଆ ସେ ମାଛ ସହିତ ମିଶିଗଲାଣି, ବଢ଼ିଆ ସେ କଷି ହେଇଗଲାଣି। ଆମେ ଆଗରୁ ଭାଜିକି ରଖିଥିବା ସବୁ ପରିବାକୁ ଆଡ଼୍ କରିନେବା।
ଏଇଠି ମୁଁ ପରିବାକୁ ଭାଜିକି ରଖିଥିଲି। ପରିବା ଅଲମୋଷ୍ଟ ଆମର 80 to 90% ପାଖାପାଖି ସିଝି ଯାଇଥିଲା। ଆମେ ପ୍ରଥମରୁ ସ୍ୱାଦ ଅନୁସାରେ ଲୁଣ ପକାଇ ନଥିଲେ, ଦେଖିକିରି ଲୁଣ ପକାଇବା। ଯେହେତୁ ଏ ପରିବା ସିଝି ଯାଇଛି, ପରିମାଣରେ କମିଯାଇଛି, ଦେଖିକିରି ଲୁଣ ପକାଇଦେଲେ ଆମର ମାନେ ପରିବା ତରକାରୀଟା ପୁରା ଅଲମୋଷ୍ଟ ଟେଷ୍ଟ ଲାଗିବ। ଏଇଠି ସ୍ୱାଦ ଅନୁସାରେ ଲୁଣକୁ ଦେଇକି ମସଲା ସହିତ ସବୁ ପରିବା ମାଛ ମିଶିବା ପର୍ଯ୍ୟନ୍ତ ଆଉ 1-2 ମିନିଟ୍ ଭଲସେ କଷି ନେବା। ଏଇଠି ଆମର ପରିବା ସହିତ ମସଲା ବଢ଼ିଆ ସେ ଗୋଳେଇ ହେଇଗଲାଣି, ଭଲସେ କଷି ହେଇଗଲାଣି। ଅଳ୍ପ କିଛି ଗରମ ପାଣି ଦେବା, ଯେମିତି ତରକାରୀଟା ଆମର ଲଟପଟିଆ ବନିବ। ଏଇ ତରକାରୀଟା ଟିକେ ଲଟପଟିଆ ବନିଲେ ଖାଇବାକୁ ବହୁତ ବଢ଼ିଆ ଲାଗେ। ସବୁ ପରିବାକୁ ପାଣି ସହିତ ଗୋଳେଇ ନେବା ହାଇ ଫ୍ଲେମ୍ରେ 1-2 ଫୁଟଣ ବା 5 ମିନିଟ୍ ଫୁଟିବା ପାଇଁ ଛାଡ଼ି ନେବା। ଏଇଠି ଆମ ତରକାରୀ ବଢ଼ିଆ ସେ ଫୁଟିଗଲାଣି, ବଢ଼ିଆ ବାସ୍ନା ଆସୁଛି। ଶେଷରେ କିଛି ଗରମ ମସଲା ଗୁଣ୍ଡ ଆଡ଼୍ କରିନେବା। ଆପଣମାନଙ୍କ ପାଖରେ ଯଦି ଧନିଆ ପତ୍ର ଅଛି ଆଡ଼୍ କରିପାରିବେ। ଏଇଠି ଆମର ସୁପର ଟେଷ୍ଟି ସବୁ ଓଡ଼ିଆଙ୍କର ଅତି ପ୍ରିୟ ଲଟପଟିଆ ପୋଇ ଚିଙ୍ଗୁଡ଼ି ଘାଣ୍ଟ ପୁରା ରେଡ଼ି। ଆପଣମାନେ ଥରେ ଏଇ ଉପାୟରେ ବନେଇକି ଖାଆନ୍ତୁ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର, ବାଏ, ଜୟ ଜଗନ୍ନାଥ।